ଶ୍ରୀ ଜଗନ୍ନାଥ ରଥଯାତ୍ରା ଉତ୍ସବ ଶାସ୍ତ୍ର ଓ ସଂସ୍କୃତି ସମ୍ବନ୍ଧୀୟ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଓ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହିମାଚଳ ପ୍ରଦେଶର କଙ୍ଗ୍ରା ଜିଲ୍ଲାରେ ଥିବା ବେଦବ୍ୟାସ ପରିସର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଶାସ୍ତ୍ର ଓ ସଂସ୍କୃତି ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ବିଷୟରେ ଏକ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଓ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ 4ଟାରେ ହୋଇଥିବା ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ସତ୍ୟମ କୁମାରୀ ସଞ୍ଜୀବ ଠାକୁର, ପ୍ରଫେସର ରୋଟାରିଆନ୍ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଇସ୍କନ ଅନୁଷ୍ଠାନର ଦୁଇ ପ୍ରମୁଖ ଗୁରୁ ପଣ୍ଡିତ ଡକ୍ଟର କାଶୀନାଥ ମିଶ୍ର, ଡକ୍ଟର ନାରାୟଣ ମହାପାତ୍ର, ପ୍ରାଗପୁର ମନ୍ଦିରରୁ ଦିନେଶ କଲ, ନାନକ ଶର୍ମା, ଡକ୍ଟର ନାରାୟଣ ମହାପାତ୍ର ଓ ସ୍ଥାନୀୟ ଅଞ୍ଚଳର ବହୁ ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମନ୍ଦିର ପୁରୀର ଦେଉଳ ପୁରୋହିତ ପୂର୍ଣ୍ଣ ବାବୁ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ସେମାନଙ୍କର ଆଶୀର୍ବଚନ ସମସ୍ତଙ୍କୁ ଶୁଣାଇଥିଲେ। ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକ ଶ୍ରୀ ଜଗନ୍ନାଥଙ୍କ ସୁଗନ୍ଧ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ କରାଯାଇଛି। ଏହାର ସମସ୍ତ ବିଷୟ ନୂତନ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରାଯାଇ ଡିଜିଟାଲ ଦୁନିଆରେ ମଧ୍ୟ ଛଡ଼ାଯାଇଛି। ଆପଣମାନେ ଏହାକୁ ଦେଖି ଅନ୍ୟମାନଙ୍କୁ ପଠାଇବାକୁ ଅନୁରୋଧ। ଡକ୍ଟର ନାରାୟଣ ମହାପାତ୍ର ମହାପ୍ରଭୁଙ୍କ ଉତ୍ପତ୍ତି ଓ ଦାରୁ ବ୍ରହ୍ମ ଓ ସ୍କନ୍ଦ ପୁରାଣ ଅନୁଯାୟୀ କିଛି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ମନୁଷ୍ୟ ଇଚ୍ଛାକୃତ ଭାବେ ଈଶ୍ୱରଙ୍କ ରୀତିନୀତି ପରିବର୍ତ୍ତନ କରିବା ଠିକ୍ ନୁହେଁ। ପ୍ରବକ୍ତା ପଣ୍ଡିତ କାଶୀନାଥ ମିଶ୍ର ତାଙ୍କ ଆଶୀର୍ବଚନ ପ୍ରଦାନ କରିଥିଲେ। ହିନ୍ଦୀ ଭଜନ ଜଗନ୍ନାଥ ଜଗନ୍ନାଥ ଚକାନୟନ ଭଜନ ଗାଇଥିଲେ। ଏହି ଭଜନ ବୋଲିବା ଅବସରରେ ଉପସ୍ଥିତ ଥିବା ସମସ୍ତ ଅତିଥି ଜଗନ୍ନାଥ ପ୍ରେମୀମାନେ ନୃତ୍ୟ କରିଥିଲେ। ଏହି ଭଜନ ଓ ସମସ୍ତଙ୍କ ମିଳିତ ନୃତ୍ୟ ଅତି ଉଚ୍ଚ କୋଟିର ଥିଲା। ଜଗନ୍ନାଥ ପ୍ରଚାର ସଂସ୍ଥାନ ପକ୍ଷରୁ ସୁରେଶ କୁମାର ମିଶ୍ର, ବିଜୟ ମୋହନ ପଣ୍ଡା, ତ୍ରିଲୋଚନ ନାୟକ, ଭାରତୀ ଭୂପ ଓ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। भुवनेश्वर विश्वजीत दास का रिपोर्ट।